ନୀତିବଚନ ପୁସ୍ତକମାଳା ଅଧ୍ୟାୟ 1। ଗ୍ରନ୍ଥଟିର ଉଦ୍ଦେଶ୍ୟ। ଦାବିଦଙ୍କ ପୁତ୍ର ଇସ୍ରାଏଲର ରାଜା ସଲୋମନଙ୍କ ଦ୍ୱାରା ଉଚ୍ଚାରିତ ନୀତିବଚନ। ଲୋକେ ଯେପରି ପ୍ରଜ୍ଞା ତଥା ଶିକ୍ଷୋପଦେଶ ବୁଝନ୍ତି, ସୂକ୍ଷ୍ମ ପରିଜ୍ଞାନର ବାକ୍ୟ ସବୁ ହୃଦୟଙ୍ଗମ କରନ୍ତି, ବିବେକପୂର୍ଣ୍ଣ ଆଚରଣ, ନୀତିନିଷ୍ଠା, ନ୍ୟାୟପରାୟଣତା, ନ୍ୟାୟ ପ୍ରଭୃତିର ଅନୁଶାସନ ଗ୍ରହଣ କରନ୍ତି। ସରଳ ମନା ବିଶିଷ୍ଟ ବ୍ୟକ୍ତିଗଣ ଯେପରି ବିବେକ ଏବଂ ଯୁବକମାନେ ଯେପରି ଜ୍ଞାନ ତଥା ବିବେଚନା ଲାଭ କରନ୍ତି, ବିଜ୍ଞ ବ୍ୟକ୍ତିଗଣ କର୍ଣ୍ଣପାତ କରି ନିଜ ଜ୍ଞାନକୁ ବୃଦ୍ଧିପ୍ରାପ୍ତ କରାନ୍ତି। ବିବେଚନା ଶକ୍ତି ବିଶିଷ୍ଟ ବ୍ୟକ୍ତିଗଣ ଯେପରି ଦକ୍ଷତା ଲାଭ କରନ୍ତି ଏବଂ ପ୍ରବାଦ ବାକ୍ୟ ରୂପାନ୍ତରାତ୍ମକ କଥା ବିଜ୍ଞ ବ୍ୟକ୍ତିମାନଙ୍କର ବକ୍ତବ୍ୟ ତଥା ପ୍ରହେଳିକା ହୃଦ୍ବୋଧ କରିବା ପାଇଁ ଏହା ଉଦ୍ଦିଷ୍ଟ। ପ୍ରଭୁଙ୍କ ପ୍ରତି ଭୟଭକ୍ତି ପ୍ରଦର୍ଶନ ଅଟେ ପ୍ରଜ୍ଞାର ଆରମ୍ଭ। ନିର୍ବୋଧ ବ୍ୟକ୍ତିଗଣ ପ୍ରଜ୍ଞା ତଥା ଶିକ୍ଷୋପଦେଶକୁ ଅବମାନନା କରନ୍ତି। ମନ୍ଦ ସମ୍ପର୍କର ପରିତ୍ୟାଗ। ହେ ମୋର ବତ୍ସ, ତୁମ ପିତାଙ୍କର ଶିକ୍ଷୋପଦେଶ ପ୍ରତି କର୍ଣ୍ଣପାତ କର ଓ ତୁମ ମାତାଙ୍କର ଉପଦେଶକୁ ଅସ୍ୱୀକାର କର ନାହିଁ, କାରଣ ତାହା ତୁମ ନିମନ୍ତେ ଏକ ସୁନ୍ଦର ଶିରଭୂଷଣ ତଥା ତୁମ ଗଳଦେଶର କୁଣ୍ଡଳ ଅଟେ। ହେ ମୋର ବତ୍ସ, ପାପୀମାନେ ଯଦି ତୁମକୁ ପ୍ରଲୋଭିତ କରନ୍ତି, ତେବେ ସେଥିପ୍ରତି ସମ୍ମତି ଦିଅ ନାହିଁ। ସେମାନେ ଯଦି କହନ୍ତି, ଆମ ଗହଣରେ ଆସ ରକ୍ତପାତ କରିବା ପାଇଁ ଛକି ବସିବା, ନିର୍ଦ୍ଦୋଷମାନଙ୍କୁ ଅକାରଣରେ ଫାନ୍ଦରେ ପକାଇବା, ପାତାଳ ସଦୃଶ ଆମେ ସେମାନଙ୍କୁ ଜୀବିତାବସ୍ଥାରେ ଗ୍ରାସ କରିବା, ଗର୍ତ୍ତ ମଧ୍ୟକୁ ଅବତରଣକାରୀ ଲୋକ ଭଳି ସେମାନଙ୍କୁ ଆମେ ନିଶ୍ଚିହ୍ନ କରିବା, ଆମେ ବହୁବିଧ ଅମୂଲ୍ୟ ପଦାର୍ଥ ଅର୍ଜନ କରିବା, ଲୁଣ୍ଠିତ ବସ୍ତୁ ଦ୍ୱାରା ଆମ ଗୃହକୁ ଭରିଦେବା, ଆମ ସହ ଭାଗୀଦାର ହୁଅ, ଆମ ସମସ୍ତଙ୍କ ପାଇଁ ଏକମାତ୍ର ଅର୍ଥଥଳୀ ହେଉ, ତେବେ ମୋର ବତ୍ସ, ତୁମେ ସେମାନଙ୍କ ପଥରେ ବିଚରଣ କର ନାହିଁ, ତୁମର ପଦାଙ୍କ ସେମାନଙ୍କ ପଥରୁ ବିମୁଖ କର, କାରଣ ସେମାନଙ୍କର ପାଦ ଅନିଷ୍ଟ ଆଡ଼େ ଦ୍ରୁତ ଗମନ କରେ। ରକ୍ତପାତ କରିବା ପାଇଁ ସେମାନେ ତତ୍ପର ହୁଅନ୍ତି। କୌଣସି ପକ୍ଷୀ ଦୃଷ୍ଟିରେ ଜାଲ ପାତିବା ବିଫଳ ଅଟେ, କିନ୍ତୁ ଏହି ବ୍ୟକ୍ତିମାନେ ନିଜ ନିଜର ରକ୍ତପାତ ପାଇଁ ଛକି ବସନ୍ତି। ସେମାନେ ସ୍ୱଜୀବନକୁ ଫାନ୍ଦରେ ପକାନ୍ତି। ହିଂସା ଜରିଆରେ ଯେଉଁମାନେ ଲାଭ ଅର୍ଜନ କରନ୍ତି, ସେ ସମସ୍ତଙ୍କର ଗତିପଥ ଏହା ଅଟେ, ତାହା ସେ ସମସ୍ତ ଉତ୍ତରାଧିକାରମାନଙ୍କର ଜୀବନକୁ ହରଣ କରେ। ପ୍ରଜ୍ଞାର ଆହ୍ୱାନ। ରାସ୍ତା ପଥରୁ ଉଚ୍ଚ ସ୍ୱରରେ ଡାକ ଦେଇ ପ୍ରଜ୍ଞା କହେ, ବାଟେ ଘାଟେ ସେ ନିଜ ସ୍ୱର ଉତ୍ତୋଳନ କରେ। ନଗରୀ ପ୍ରାଚୀର ଉପରୁ ସେ ଉଦ୍ଘୋଷଣା କରେ, ନଗରୀ ପଥରେ ଦଣ୍ଡାୟମାନ ହୋଇ ସେ ବାର୍ତ୍ତାଳାପ କରେ। ହେ ନିର୍ବୋଧ ବ୍ୟକ୍ତିଗଣ, ତୁମେମାନେ କେତେ କାଳ ବ୍ୟାପୀ ମୂଢ଼ ହୋଇ ରହିବ? ଉପହାସକ ବ୍ୟକ୍ତିଗଣ କେତେ କାଳ ଧରି ଉପହାସ ବୃତ୍ତିରେ ଆନନ୍ଦିତ ହେବେ ଓ ମୂଢ଼ ବ୍ୟକ୍ତିଗଣ ଜ୍ଞାନକୁ ଘୃଣା କରିବେ? ମୋର ତିରସ୍କାର ପ୍ରତି କର୍ଣ୍ଣପାତ କର, ତୁମ ନିମନ୍ତେ ମୋର ଚିନ୍ତାଧାରା ମୁଁ ଅଜାଡ଼ି ଦେବି। ତୁମମାନଙ୍କୁ ମୋର ବାକ୍ୟ ସକଳ ବିଦିତ କରିବି। ଯେହେତୁ ମୁଁ ଆହ୍ୱାନ କଲି, କିନ୍ତୁ ମୋତେ ଶୁଣିବା ପାଇଁ ତୁମେମାନେ ଅସମ୍ମତ ହେଲ, ପୁଣି ମୁଁ ହସ୍ତ ବିସ୍ତାର କଲି ଏବଂ କେହି ତା ପ୍ରତି ମନୋଯୋଗ ହେଲା ନାହିଁ, ଆଉ ମୋର ସମସ୍ତ ଉପଦେଶକୁ ତୁମେମାନେ ଅବମାନନା କରିଅଛ ଓ ମୋର ତିରସ୍କାରକୁ ଅସ୍ୱୀକାର କରିଅଛ, ସେହେତୁ ମୁଁ ଦୁର୍ଦ୍ଦଶାରେ ମୁଁ ମଧ୍ୟ ତୁମମାନଙ୍କୁ ପରିହାସ କରିବି। ତୁମେ ଆତଙ୍କଗ୍ରସ୍ତ ହେବାବେଳେ ମୁଁ ଉପହାସ କରିବି। ତୁମେମାନେ ଯେବେ ଆତଙ୍କ ଦ୍ୱାରା ତୋଫାନ ସଦୃଶ ଅଭିଭୂତ ହେବ, ଘୂର୍ଣ୍ଣି ବାୟୁ ସଦୃଶ ତୁମ ପ୍ରତି ଦୁର୍ଗତି ଘଟିବ, ତୁମେମାନେ ଦୁଃଖ କ୍ଳିଷ୍ଟ ତଥା ଉତ୍କଣ୍ଠାକୁଳ ହେବ, ତେବେ ମୁଁ ତୁମମାନଙ୍କୁ ଉପହାସ କରିବି। ସେ ସମୟରେ ସେମାନେ ମୋତେ ଡାକିବେ, କିନ୍ତୁ ମୁଁ କୌଣସି ଉତ୍ତର ଦେବି ନାହିଁ।
ମନୋଯୋଗ ପୂର୍ବକ ସେମାନେ ମୋର ଅନୁସନ୍ଧାନ କରିବେ, କିନ୍ତୁ ମୋତେ ଖୋଜି ପାଇବେ ନାହିଁ। ଯେହେତୁ ସେମାନେ ଜ୍ଞାନ ଘୃଣା କଲେ, ପ୍ରଭୁଙ୍କ ପ୍ରତି ଭୟଭକ୍ତିକୁ ପ୍ରତ୍ୟାଖ୍ୟାନ କଲେ, ଯେହେତୁ ମୋର ଉପଦେଶକୁ ପସନ୍ଦ କଲେ ନାହିଁ ଓ ମୋର ସମସ୍ତ ବତ୍ସନାକୁ ଅଗ୍ରାହ୍ୟ କଲେ, ସେହେତୁ ସେମାନେ ନିଜ କାର୍ଯ୍ୟକଳାପର ସମୁଚିତ ପ୍ରତିଫଳ ଲାଭ କରିବେ। ସେମାନେ ନିଜ ପରିକଳ୍ପନା ସମୂହର ଅରୁଚି ଭୋଗ କରିବେ। ଅଜ୍ଞାନୀମାନେ ନିଜ ଭୁଲ ଗମନ ଦ୍ୱାରା ନିହତ ହୁଅନ୍ତୁ। ଅନିର୍ବୋଧମାନଙ୍କର ଆତ୍ମତୃପ୍ତି ସେମାନଙ୍କୁ ବିନଷ୍ଟ କରେ, କିନ୍ତୁ ଯିଏ ମୋତେ ଶୁଣେ ସେ ସୁରକ୍ଷିତାବସ୍ଥାରେ ବାସ କରିବ। ଅନିଷ୍ଟ ପ୍ରତି ଭୀତ ନ ହୋଇ ସେ ଆରାମ ଭୋଗ କରିବ। ଅଧ୍ୟାୟ 2। ମନ୍ଦ ସଂସ୍କର୍ଗ ବିରୁଦ୍ଧରେ ପ୍ରଜ୍ଞା ଏକ ସଂରକ୍ଷକ। ହେ ମୋର ବତ୍ସ, ତୁମେ ଯଦି ମୋର ବାକ୍ୟ ସ୍ୱୀକାର କରିବ ଓ ମୋର ଆଜ୍ଞା ସବୁକୁ ତୁମ ହୃଦୟରେ ସଞ୍ଚୟ କରିବ, ତୁମେ ଯଦି ତୁମ କର୍ଣ୍ଣକୁ ପ୍ରଜ୍ଞା ପ୍ରତି ମନୋଯୋଗୀ କରାଇବ ଓ ତୁମ ହୃଦୟକୁ ବିବେଚନା ପ୍ରତି ମନୋବେଶ କରିବ, ତେବେ ତୁମେ ଯଦି ପରଜ୍ଞାନ ପାଇଁ ନିବେଦନ କରିବ ଓ ଜ୍ଞାନ ପାଇଁ ମିନତି କରିବ, ତୁମେ ଯଦି ତାହାକୁ ରୌପ୍ୟ ସଦୃଶ ଅନ୍ୱେଷଣ କରିବ ଓ ଗୋପନରେ ସଞ୍ଚିତ ଧନ ଭଳି ତାହାର ସନ୍ଧାନ କରିବ, ତୁମେ ତେବେ ହୃଦୟଙ୍ଗମ କରିବ ଯେ ପ୍ରଭୁଙ୍କ ପ୍ରତି ଭୟଭକ୍ତି ବା କ'ଣ ଏବଂ ଈଶ୍ୱର ସମ୍ବନ୍ଧୀୟ ଜ୍ଞାନର ସନ୍ଧାନ ପାଇବ। କାରଣ ପ୍ରଭୁ ପ୍ରଜ୍ଞା ପ୍ରଦାନ କରନ୍ତି, ଜ୍ଞାନ ତଥା ବିବେଚନା ତାହାଙ୍କ ମୁଖରୁ ନିର୍ଗତ ହୁଏ। ନୀତିନିଷ୍ଠ ବ୍ୟକ୍ତିମାନଙ୍କ ପାଇଁ ସେ ନିଖୁଣ ପ୍ରଜ୍ଞା ସଞ୍ଚୟ କରନ୍ତି। ନ୍ୟାୟପରାୟଣ ବ୍ୟକ୍ତିମାନଙ୍କ ନିମନ୍ତେ ସେ ଏକ ଢାଲ ସଦୃଶ ଅଟନ୍ତି। ସେ ନୀତିନିଷ୍ଠାର ପଥ ରକ୍ଷା କରନ୍ତି। ସେ ନିଜ ସନ୍ଥ ଜନଙ୍କର ପଥକୁ ସଂରକ୍ଷଣ କରନ୍ତି। ସେ ସମୟରେ ତୁମେମାନେ ନୀତିନିଷ୍ଠା, ନୀତି, ନ୍ୟାୟପରାୟଣତା ତଥା ସର୍ବବିଧ ଉତ୍ତମ ମାର୍ଗ ଜାଣିବ। କାରଣ ପ୍ରଜ୍ଞା ତୁମ ହୃଦୟରେ ବିଦ୍ୟମାନ ହେବ ଓ ଜ୍ଞାନ ତୁମ ଆତ୍ମାକୁ ସନ୍ତୁଷ୍ଟ କରିବ। ବିବେଚନା ତୁମର ତତ୍ତ୍ୱାବଧାରକ ହେବ ଓ ଜ୍ଞାନ ତୁମର ରକ୍ଷକ ହେବ। ତାହା ତୁମକୁ ଅସତ୍ ପଥ ତଥା କୁଭାଷୀ ବ୍ୟକ୍ତିମାନଙ୍କଠାରୁ ମୁକ୍ତ କରିବ। ସେମାନେ ସତ୍ ପଥକୁ ଅପେକ୍ଷା କରି ତିମିରାବୃତ ମାର୍ଗ ଦେଇ ବିଚରଣ କରନ୍ତି। ମନ୍ଦ କାର୍ଯ୍ୟ କରିବା ପାଇଁ ସେମାନେ ସନ୍ତୋଷ ପ୍ରକାଶ କରନ୍ତି ଓ ଅସତ୍ର ଭ୍ରଷ୍ଟତାରେ ଆହ୍ଲାଦିତ ହୁଅନ୍ତି। ସେମାନଙ୍କର ପଥ କୁଟିଳ ଅଟେ। ସେମାନେ ଭ୍ରାନ୍ତ ପଥ ଦେଇ ବିଚରଣ କରନ୍ତି। ତାହା ତୁମକୁ ଦୁଶ୍ଚରିତ୍ରା ନାରୀଠାରୁ ଓ ଚାଟୁଭାଷିନୀ ବିଦେଶିନୀ ନାରୀଠାରୁ ମୁକ୍ତ କରିବ। ସେ ନିଜ ଯୌବନ କାଳର ବନ୍ଧୁକୁ ପରିତ୍ୟାଗ କରେ ଏବଂ ନିଜ ଈଶ୍ୱରଙ୍କ ବ୍ୟବସ୍ଥା ବିଧାନକୁ ବିସ୍ମରି ଯାଏ। ତାଙ୍କ ଗୃହ ମୃତ୍ୟୁ କବଳରେ ନିମଗ୍ନ ହୁଏ ଓ ତାଙ୍କ ପଥ ଛାୟାର ଆଡ଼କୁ ଗମନ କରେ। ଯେଉଁମାନେ ତାଙ୍କ ସମୀପବର୍ତ୍ତୀ ହୁଅନ୍ତି ସେମାନେ ଫେରି ଆସନ୍ତି ନାହିଁ କିମ୍ବା ଜୀବନର ମାର୍ଗ ପୁନର୍ଲାଭ କରନ୍ତି ନାହିଁ। ସୁତରାଂ ତୁମେ ସଜ୍ଜନମାନଙ୍କ ପଥ ଦେଇ ଯାତ୍ରା କର ଓ ନୀତିନିଷ୍ଠ ବ୍ୟକ୍ତିମାନଙ୍କ ମାର୍ଗ ଦେଇ ଗମନ କର। କାରଣ ନୀତିନିଷ୍ଠ ଲୋକେ ଦେଶରେ ବାସ କରିବେ ଓ ନ୍ୟାୟପରାୟଣ ଲୋକେ ସେଠାରେ ଅବସ୍ଥାନ କରିବେ। କିନ୍ତୁ ଦୁଷ୍ଟ ବ୍ୟକ୍ତିଗଣ ଦେଶରୁ ଉଚ୍ଛେଦିତ ହେବେ ଓ ପ୍ରବଞ୍ଚକମାନେ ସେଠାରୁ ବିତାଡ଼ିତ ହେବେ। ଅଧ୍ୟାୟ 3। ପ୍ରଜ୍ଞାର ଉପଲବ୍ଧି ପାଇଁ ମାର୍ଗ ନିର୍ଦ୍ଦେଶ। ହେ ମୋର ବତ୍ସ, ମୋର ଶିକ୍ଷାପଦେଶକୁ ବିସ୍ମରି ଯାଅ ନାହିଁ, ବରଂ ତୁମର ହୃଦୟ ମୋର ଆଜ୍ଞାବଳୀକୁ କାର୍ଯ୍ୟକାରୀ କରୁ। କାରଣ ସେ ସମସ୍ତ ତୁମକୁ ସୁଦୀର୍ଘ କାଳ, ବହୁ ବର୍ଷ ବ୍ୟାପ୍ତ ଜୀବନ ତଥା ପ୍ରଚୁର କୁଶଳତା ପ୍ରଦାନ କରିବ। ଦୟା ତଥା ବିଶ୍ୱସ୍ତତା ତୁମକୁ ପରିତ୍ୟାଗ ନ କରୁ। ତୁମ ଗଳାରେ ତାହାକୁ ଘେରାଇ ଆବଦ୍ଧ କର ଓ ତାହାକୁ ତୁମ ହୃଦୟର ଫଳକରେ ଲିପିବଦ୍ଧ କର। ତାହା ହେଲେ ତୁମେ ଈଶ୍ୱର ତଥା ମନୁଷ୍ୟର ଦୃଷ୍ଟିରେ ପ୍ରୀତି ତଥା ସୁଖ୍ୟାତି ଲାଭ କରିବ।
ପୂର୍ଣ୍ଣ ହୃଦୟ ଦେଇ ପ୍ରଭୁଙ୍କ ଠାରେ ଆସ୍ଥା ସ୍ଥାପନ କର। ତୁମର ସ୍ୱୟଂ ପରିଜ୍ଞାନରେ ଆଧାରିତ ହୁଅ ନାହିଁ। ତୁମର ସମସ୍ତ କାର୍ଯ୍ୟକଳାପରେ ତାହାଙ୍କୁ ସ୍ମରଣ କର ଓ ସେ ତୁମ ପଥକୁ ସୁଗମ କରିବେ। ନିଜକୁ ବିଜ୍ଞ ସଦୃଶ ତୁମେ ବିବେଚନା କର ନାହିଁ, ବରଂ ପ୍ରଭୁଙ୍କ ପ୍ରତି ଭୟଭକ୍ତି ପ୍ରଦର୍ଶନ କରି ଅସତ୍ରୁ ବିମୁଖ ହୁଅ। ତାହା ତୁମ ଶରୀରକୁ ସ୍ୱାସ୍ଥ୍ୟ ଓ ତୁମର ଅସ୍ଥି ସମୂହକୁ ଆଶ୍ୱାସନା ପ୍ରଦାନ କରିବ। ତୁମର ସମସ୍ତ ସମ୍ପଦ ତଥା ତୁମ ଉତ୍ପନ୍ନର ପ୍ରଥମ ଫଳ ଜରିଆରେ ପ୍ରଭୁଙ୍କ ପ୍ରତି ଶ୍ରଦ୍ଧା ଜ୍ଞାପନ କର। ତାହା ହେଲେ ତୁମର ଅମାର ଘର ସମୃଦ୍ଧତା ଓ ତୁମର ଭାଟି ନୂତନ ଦ୍ରାକ୍ଷାରସ ଦ୍ୱାରା ପରିପୂର୍ଣ୍ଣ ହେବ। ମୋର ବତ୍ସ, ପ୍ରଭୁଙ୍କର ଅନୁଶାସନ ପ୍ରତି ଅଶ୍ରଦ୍ଧା ଜଣାଅ ନାହିଁ ଏବଂ ତାହାଙ୍କ ତିରସ୍କାର ପ୍ରତି ବିରକ୍ତି ପ୍ରକାଶ କର ନାହିଁ। କାରଣ ଜଣେ ପିତା ନିଜ ପ୍ରିୟତମ ପୁତ୍ରକୁ ଯେପରି ଭର୍ତ୍ସନା କରନ୍ତି, ଯାହାକୁ ପ୍ରଭୁ ସ୍ନେହ କରନ୍ତି, ସେ ତାକୁ ସେହିପରି ତିରସ୍କାର କରନ୍ତି। ପ୍ରଜ୍ଞାର ମୂଲ୍ୟ। ଯିଏ ପ୍ରଜ୍ଞାର ସନ୍ଧାନ ପାଏ ଏବଂ ଯିଏ ଜ୍ଞାନ ଅର୍ଜନ କରେ, ସେହି ବ୍ୟକ୍ତି ଧନ୍ୟ, କାରଣ ତାହାର ଉପାର୍ଜନ ରୌପ୍ୟ ତଥା ସ୍ୱଚ୍ଛ ସ୍ୱର୍ଣ୍ଣର ଲାଭ ଅପେକ୍ଷା ଅଧିକ ଶ୍ରେୟସ୍କର। ତାହା ରତ୍ନଗୁଡ଼ିକ ଅପେକ୍ଷା ଅଧିକ ମୂଲ୍ୟବାନ। ତୁମର ଯେକୌଣସି ବାଞ୍ଛିତ ବସ୍ତୁ ସହିତ ତାହା ଅତୁଳନୀୟ। ତାହାର ଦକ୍ଷିଣ ହସ୍ତରେ ଦୀର୍ଘାୟୁଷ ଓ ବାମ ହସ୍ତରେ ସମ୍ପଦ ତଥା ସମ୍ଭ୍ରମ ରହେ। ତାହାର ମାର୍ଗ ସକଳ ପରିତୋଷପୂର୍ଣ୍ଣ ମାର୍ଗ ଓ ତାହାର ସମସ୍ତ ପଥ ଶାନ୍ତିମୟ। ଯେଉଁମାନେ ତାହାର ସନ୍ଧାନ ପାଆନ୍ତି, ସେମାନଙ୍କ ପ୍ରତି ତାହା ଜୀବନର ଏକ ବୃକ୍ଷ ଅଟେ ଏବଂ ଯେଉଁମାନେ ତାହାକୁ ଦୃଢ଼ ଧାରଣ କରନ୍ତି, ସେମାନେ ଧନ୍ୟ ରୂପେ ପରିହିତ ହୁଅନ୍ତି। ପ୍ରଭୁ ପ୍ରଜ୍ଞାରେ ଧରଣୀକୁ ସଂସ୍ଥାପନ କଲେ ଓ ଜ୍ଞାନରେ ଭୂମଣ୍ଡଳକୁ ଦୃଢ଼ୀଭୂତ କଲେ। ତାହାଙ୍କର ଜ୍ଞାନରେ ଅଗାଧ ସମୂହ ପୂର୍ଣ୍ଣ ହୋଇ ଉଚ୍ଛ୍ୱସିତ ହେଲା ଓ ମେଘମାଳା ଶିଶିର ବର୍ଷଣ କରେ। ମୋର ବତ୍ସ, ନିଖୁଣ ପ୍ରଜ୍ଞା ତଥା ବିବେଚନାକୁ ଦୃଢ଼ ଧାରଣ କର। ସେ ସମସ୍ତ ତୁମର ଦୃଷ୍ଟିରୁ ନିଷ୍କାସିତ ନ ହେଉ। ସେସବୁ ତୁମର ଆତ୍ମା ପାଇଁ ଜୀବନ ଓ ତୁମ କଣ୍ଠ ସକାଶେ ଏକ ଆବରଣ ବିଶେଷ ହେବ। ତାହା ହେଲେ ତୁମେ ସୁରକ୍ଷିତାବସ୍ଥାରେ ନିଜ ପଥରେ ଗମନ କରିବ ଓ ତୁମର ପଥ ସ୍ଖଳିତ ହେବ ନାହିଁ। ଉପବିଷ୍ଟ ହେବା ବେଳେ ତୁମେ ଭୀତ ହେବ ନାହିଁ ଓ ଶୟନ କରିବା କାଳରେ ତୁମେ ସୁଖନିଦ୍ରା ଭୋଗ କରିବ। ଆକସ୍ମିକ ଆଶଙ୍କା କିମ୍ବା ଦୁଷ୍ଟ ବ୍ୟକ୍ତିର ବିନାଶ ଦେଖି ଭୟଚକିତ ହୁଅ ନାହିଁ, କାରଣ ପ୍ରଭୁ ତୁମର ଆଶ୍ରୟ ହେବେ। ତୁମର ପାଦ ଫାଶରେ ନ ପଡ଼ିବା ପାଇଁ ସେ ସଂରକ୍ଷଣ କରିବେ। ପ୍ରତିବେଶୀ ପ୍ରତି କର୍ତ୍ତବ୍ୟ। ସତ୍କର୍ମ କରିବା ପାଇଁ ତୁମେ ଯଦି ସମର୍ଥ, ତେବେ ମାଗୁଥିବା ଯେକୌଣସି ବ୍ୟକ୍ତିକୁ ତାହା ନିଷେଧ କର ନାହିଁ। ତୁମ ପ୍ରତିବେଶୀ ଯାହା କିଛି ଭିକ୍ଷା କରିବ, ତାହା ଯଦି ତୁମ ପାଖରେ ଥାଏ, ତେବେ କୁହ ନାହିଁ ଯେ ବର୍ତ୍ତମାନ ଯାଇ ପୁନରାୟ ଆସ, ମୁଁ ତାହା ଆସନ୍ତାକାଲି ଦେବି। ନିଃସନ୍ଦେହ ଭାବେ ତୁମ ପାଖରେ ବାସ କରୁଥିବା କୌଣସି ପ୍ରତିବେଶୀ ପ୍ରତି କିଛି ଅନିଷ୍ଟ କାର୍ଯ୍ୟରେ ଯୋଜନା କର ନାହିଁ। ଯିଏ ତୁମ ବିରୁଦ୍ଧରେ କୌଣସି ଅନିଷ୍ଟ କାର୍ଯ୍ୟ କରେ ନାହିଁ, ଅକାରଣରେ ତା ବିରୁଦ୍ଧରେ କଳହ ସୃଷ୍ଟି କର ନାହିଁ। ଅନିଷ୍ଟକାରୀ ପ୍ରତି ଈର୍ଷାପର ହୁଅ ନାହିଁ କିମ୍ବା ତାର କୌଣସି ମାର୍ଗ ଅବଲମ୍ବନ କର ନାହିଁ। ସ୍ୱଚ୍ଛନ୍ଦ ବିପଥଗାମୀ ବ୍ୟକ୍ତି ପ୍ରଭୁଙ୍କ ଦୃଷ୍ଟିରେ ଘୃଣ୍ୟ ଅଟେ, କିନ୍ତୁ ନୀତିନିଷ୍ଠ ଲୋକେ ତାହାଙ୍କର ବିଶ୍ୱାସଭାଜନ ଅଟନ୍ତି। ଦୁଷ୍ଟ ବ୍ୟକ୍ତିମାନଙ୍କର ଗୃହ ଉପରେ ପ୍ରଭୁଙ୍କର ଅଭିଶାପ ପଡ଼େ, କିନ୍ତୁ ନୀତିନିଷ୍ଠ ବ୍ୟକ୍ତିମାନଙ୍କର ଗୃହ ପ୍ରତି ସେ ଆଶୀଷ ପ୍ରଦାନ କରନ୍ତି। ନିନ୍ଦୁକମାନଙ୍କୁ ସେ ନିନ୍ଦା କରନ୍ତି, କିନ୍ତୁ ବିନମ୍ର ବ୍ୟକ୍ତିମାନଙ୍କୁ ସେ କରୁଣା ପ୍ରଦର୍ଶନ କରନ୍ତି। ଶ୍ରଦ୍ଧାବିଜ୍ଞ ବ୍ୟକ୍ତିମାନଙ୍କର ଅଂଶବିଶେଷ, କିନ୍ତୁ ନିର୍ବୋଧ ବ୍ୟକ୍ତିଗଣ
ଅପମାନ ପ୍ରାପ୍ତ ହେବେ। ଅଧ୍ୟାୟ 4 ପ୍ରଜ୍ଞାର ଉପଲବ୍ଧି କାମ୍ୟ। ହେ ବତ୍ସଗଣ, ପିତାଙ୍କର ଶିକ୍ଷୋପଦେଶ ଶୁଣ, ମନୋଯୋଗ ପୂର୍ବକ ତାହା ଶୁଣି ପରିଜ୍ଞାନ ଲାଭ କର। କାରଣ ମୁଁ ତୁମମାନଙ୍କୁ ସଦୁପଦେଶ ପ୍ରଦାନ କରେ, ମୋର ଶିକ୍ଷୋପଦେଶକୁ ଅବଜ୍ଞା କର ନାହିଁ। ମୁଁ ମଧ୍ୟ ମୋ ପିତାଙ୍କର ସନ୍ତାନଟି ସଦୃଶ ଥିଲି। ମୋର ମାତାଙ୍କ ଦୃଷ୍ଟିରେ ମୁଁ ଏକମାତ୍ର ତଥା କମଳ ପୁତ୍ର ଥିଲି। ସେ ସମୟରେ ଶିକ୍ଷୋପଦେଶ ଦେଇ ସେ ମୋତେ କହିଲେ, ତୁମର ହୃଦୟ ମୋର ବାକ୍ୟ ସବୁ ଦୃଢ଼ ଧାରଣ କରୁ, ମୋର ଆଜ୍ଞାବଳୀ ପାଳନ କରି ଜୀବିତ ରହୁ, ବିସ୍ମରି ଯାଅ ନାହିଁ। ମୋର ମୁଖ ନିଃସୃତ ବାକ୍ୟଠାରୁ ବିମୁଖ ହୁଅ ନାହିଁ। ପ୍ରଜ୍ଞା ତଥା ପରିଜ୍ଞାନ ଲାଭ କର, ତାହାକୁ ଅପେକ୍ଷା କର ନାହିଁ। ତାହା ହେଲେ ତାହା ତୁମର ପ୍ରତିପାଳନ କରିବ। ତାହାକୁ ସ୍ନେହ କର, ତେବେ ଯାଇ ତାହା ତୁମକୁ ସଂରକ୍ଷଣ କରିବ। ପ୍ରଜ୍ଞାର ପ୍ରାରମ୍ଭ ଏହା। ପ୍ରଜ୍ଞା ଲାଭ କର। ଯାହା କିଛି ତୁମେ ଅର୍ଜନ କରିବ, ତାହା ମଧ୍ୟରେ ପରିଜ୍ଞାନ ସର୍ବାପେକ୍ଷା ଲାଭ କର। ତାହାକୁ ଅମୂଲ୍ୟ ଭାବେ ବିବେଚନା କର ଏବଂ ତାହା ତୁମକୁ ଉନ୍ନୀତ କରିବ। ତାହାକୁ ଦୃଢ଼ ଧାରଣ କର ଏବଂ ତାହା ତୁମକୁ ସମ୍ମାନିତ କରିବ। ତାହା ତୁମର ମସ୍ତକକୁ ଏକ ମନୋରମ ପୁଷ୍ପହାରରେ ଭୂଷିତ କରିବ ଓ ତୁମକୁ ଏକ ମନୋହର ମୁକୁଟ ପ୍ରଦାନ କରିବ। ମୋର ବତ୍ସ, କର୍ଣ୍ଣପାତ ପୂର୍ବକ ମୋର ବାକ୍ୟ ସକଳ ସ୍ୱୀକାର କର। ତାହା ହେଲେ ତୁମ ଆୟୁଷର ବର୍ଷଗୁଡ଼ିକ ବୃଦ୍ଧି ପ୍ରାପ୍ତ ହେବ। ମୁଁ ତୁମକୁ ପ୍ରଜ୍ଞାର ମାର୍ଗ ସମ୍ବନ୍ଧରେ ଶିକ୍ଷା ଦେଇଅଛି। ନୀତିନିଷ୍ଠାର ପଥ ଦେଇ ମୁଁ ତୁମକୁ ପଥ ପ୍ରଦର୍ଶନ କରାଇଅଛି। ଗମନ କରିବା ବେଳେ ତୁମର ପାଦ ଗତି ରଥର ସମ୍ମୁଖୀନ ହେବ ନାହିଁ। ଧାଇଁବା କାଳରେ ତୁମେ ଝୁଣ୍ଟି ପଡ଼ିବ ନାହିଁ। ଶିକ୍ଷୋପଦେଶକୁ ଦୃଢ଼ ଧାରଣ କର, ତାହାକୁ ତ୍ୟାଗ କର ନାହିଁ। ତାହା ପ୍ରତି ତୁମର ଦୃଷ୍ଟି ଦିଅ, କାରଣ ତାହା ତୁମର ଜୀବନ ଅଟେ। ଦୁଷ୍ଟ ବ୍ୟକ୍ତିମାନଙ୍କ ପଥରେ ପ୍ରବେଶ କର ନାହିଁ ଓ ମନ୍ଦ ଲୋକଙ୍କ ମାର୍ଗ ଦେଇ ବିଚରଣ କର ନାହିଁ। ତାହା ତ୍ୟାଗ କର, ତାହା ଦେଇ ଗମନ କର ନାହିଁ। ତାହାଠାରୁ ବିମୁଖ ହୋଇ ଅଗ୍ରସର ହୁଅ। କାରଣ ଭ୍ରାନ୍ତିମୂଳକ କିଛି କାର୍ଯ୍ୟ ନ କଲେ ସେମାନେ ଶୟନ କରିପାରୁନାହାନ୍ତି। କୌଣସି ବ୍ୟକ୍ତିକୁ ସ୍ଖଳିତ ନ କରାଇଲେ ସେମାନେ ନିଦ୍ରାରୁ ବଞ୍ଚିତ ହୁଅନ୍ତି। କାରଣ ସେମାନେ ଦୁଷ୍ଟତାର ରୁଟି ଭକ୍ଷଣ କରନ୍ତି ଏବଂ ହିଂସାର ଦ୍ରାକ୍ଷାରସ ପାନ କରନ୍ତି। କିନ୍ତୁ ନୀତିନିଷ୍ଠାମାନଙ୍କ ପଥ ପ୍ରଭାତରୁ ଉତ୍ତରୋତ୍ତର ପ୍ରଦୀପ୍ୟମାନ ହୋଇ ଆସୁଥିବା ଦିନଟିର ଦୀପ୍ତି ସଦୃଶ। ଦୁଷ୍ଟ ବ୍ୟକ୍ତିମାନଙ୍କର ପଥ ନିବିଡ଼ ତମସା ସଦୃଶ। ସେମାନେ ଜାଣନ୍ତି ନାହିଁ ଯେ ସେମାନେ କେଉଁଠି ଝୁଣ୍ଟି ପଡ଼ନ୍ତି। ମୋର ବତ୍ସ, ମୋର ବାକ୍ୟ ସକଳ ଶୁଣ, ମୋର କଥା ପ୍ରତି ମନୋଯୋଗୀ ହୁଅ। ତାହା ତୁମ ଦୃଷ୍ଟିକୁ ଦୂରେଇ ନ ଯାଉ, ସେ ସମସ୍ତକୁ ତୁମ ହୃଦୟରେ ସଞ୍ଚୟ କର। ଯେଉଁମାନେ ତାହାର ସନ୍ଧାନ ପାଇବେ, ସେମାନଙ୍କ ପ୍ରତି ତାହା ଜୀବନ ଓ ଶରୀର ପାଇଁ ଆରୋଗ୍ୟ ଅଟେ। ତୁମ ହୃଦୟକୁ ସତର୍କ ପୂର୍ବକ ସଂରକ୍ଷଣ କର, କାରଣ ଜୀବନର ସ୍ରୋତ ସେଥିରୁ ପ୍ରବାହିତ ହୁଏ। କୁଟିଳ କଥନକୁ ତୁମଠାରୁ ଦୂର କର ଓ ତୁମଠାରୁ ବକ୍ର ଭାଷଣକୁ ଦୂରେଇ ଦିଅ। ତୁମର ଚକ୍ଷୁ ଏକ ଲକ୍ଷ୍ୟରେ ସମ୍ମୁଖକୁ ଅବଲୋକନ କରୁ। ତୁମର ଦୃଷ୍ଟି ତୁମ ସମ୍ମୁଖରେ ସଳଖ ରହୁ। ତୁମେ ଯାଉଥିବା ପଥ ପ୍ରତି ସତର୍କ ହୁଅ, ତାହା ହେଲେ ତୁମର ସମସ୍ତ ମାର୍ଗ ସୁରକ୍ଷିତ ହୋଇ ରହିବ। ଦକ୍ଷିଣ କିମ୍ବା ବାମ ଆଡ଼କୁ ଘୂରିତ ହୁଅ ନାହିଁ। ତୁମର ପାଦ ମନ୍ଦରୁ ବିମୁଖ ହେଉ। ଅଧ୍ୟାୟ 5 ଦୁଶ୍ଚରିତ୍ରା ନାରୀ ସମ୍ବନ୍ଧରେ ଜାଗ୍ରତା। ମୋର ବତ୍ସ, ମୋର ପ୍ରଜ୍ଞା ପ୍ରତି ମନୋଯୋଗୀ ହୁଅ, ମୋର ଜ୍ଞାନ ପ୍ରତି କାନ ଦିଅ। ତାହା ହେଲେ ବିବେଚନା ଶକ୍ତି ତୁମକୁ ସଂରକ୍ଷଣ କରିବ ଓ ତୁମର ଅଧର ଜ୍ଞାନର ପାଳନ କରିବ। ଦୁଶ୍ଚରିତ୍ରା ନାରୀର
ଅଧରରୁ ମଧୁ ବିନ୍ଦୁ ଭାବେ ପଡ଼େ ଓ ତାର କଥାବାର୍ତ୍ତା ତୈଳ ଅପେକ୍ଷା ଅଧିକ ଚିକ୍କଣ ଅଟେ। କିନ୍ତୁ ସେ ପରିଶେଷରେ ନିମ୍ବ ବୃକ୍ଷ ସଦୃଶ ତିକ୍ତମୟ ଅଦିଧାର ଖଡ଼୍ଗତୁଲ୍ୟ ତୀକ୍ଷ୍ଣ। ତାର ପାଦ ମୃତ୍ୟୁ ଆଡ଼କୁ ଅବତରଣ କରେ। ତାର ପଦାଙ୍କ ପାତାଳ ଅଭିମୁଖେ ପଥରେ ଗମନ କରେ। ସେ ଜୀବନର ମାର୍ଗ ପ୍ରତି ଧ୍ୟାନ ଦିଏ ନାହିଁ। ତାର ପଥ ବିପଥଗାମୀ ଓ ସେ ତାହା ଜାଣେ ନାହିଁ। ସୁତରାଂ ବତ୍ସଗଣ, ବର୍ତ୍ତମାନ ମୋର କଥା ଶୁଣ। ମୋର ମୁଖ ନିଃସୃତ ବାକ୍ୟଠାରୁ ବିମୁଖ ହୁଅ ନାହିଁ। ତୁମର ପଥ ତାହାଙ୍କଠାରୁ ଯଥାସାଧ୍ୟ ଦୂରେଇ ରହୁ। ତାର ଗୃହ ଦ୍ୱାରର ମଧ୍ୟ ସନ୍ନିକଟ ହୁଅ ନାହିଁ। ତୁମେ ଯଦି ସନ୍ନିକଟ ହୁଅ, ତେବେ ଅନ୍ୟ ବ୍ୟକ୍ତିମାନଙ୍କ ସମ୍ମୁଖରେ ତୁମର ସୁଖ୍ୟାତି ହରାଇ ବସିବ ଓ ତୁମର ଆୟୁଷ କାଳକୁ ନିର୍ଦ୍ଦୟମାନଙ୍କ ହସ୍ତରେ ସମର୍ପଣ କରିବ ଏବଂ ବିଦେଶୀମାନେ ତୁମ ସମ୍ପଦରୁ ଯଥେଷ୍ଟାଂଶ ନିଜ ପାଇଁ ଘେନିଯିବେ ଓ ତୁମ ପରିଶ୍ରମର ଫଳ ଜଣେ ଅପରିଚିତ ବ୍ୟକ୍ତିର ଗୃହକୁ ନିଆଯିବ। ତାହା ହେଲେ ତୁମ ଜୀବନର ଶେଷ ସମୟରେ ତୁମର ମାଂସ ତଥା ଶରୀର ଯେବେ କ୍ଷୟ ପ୍ରାୟ ହେବ, ତେବେ ଦୁଃଖ ପ୍ରକାଶ ପୂର୍ବକ ହୁଏତ ତୁମେ କହିବ, ମୁଁ ଅନୁଶାସନକୁ କେଉଁଭଳି ଘୃଣା କଲି, ମୋର ହୃଦୟ କିପରି ତିରସ୍କାରକୁ ଅବଜ୍ଞା କଲା। ମୋର ଶିକ୍ଷା ଗୁରୁମାନଙ୍କ କଥା ମୁଁ ଶୁଣିଲି ନାହିଁ, ମୋର ଅଧ୍ୟାପକମାନଙ୍କ ପ୍ରତି କର୍ଣ୍ଣପାତ କଲି ନାହିଁ। ସମୁଦାୟ ଜନମଣ୍ଡଳୀ ମଧ୍ୟରେ ମୁଁ ସମ୍ପୂର୍ଣ୍ଣ ଭାବେ ବିନାଶଗ୍ରସ୍ତ। ତୁମେ ନିଜ ଜଳକୁମ୍ଭରୁ ପାନ କର, ନିଜ କୂପରୁ ସ୍ରୋତ ଜଳ ପାନ କର। ତୁମର ଜଳସ୍ରୋତ ଯେ ଅନ୍ୟତ୍ର ଓ ତୁମର ଜଳପ୍ରବାହ ଯେ ରାସ୍ତାରେ ପ୍ରବାହିତ ହୁଏ, ଏହା କ'ଣ ଉଚିତ? କେବଳ ତୁମର ଉପଯୋଗ ପାଇଁ ତାହା ନିରୂପିତ ହେଉ। ତାହା ତୁମ ସହ ଅପରିଚିତମାନଙ୍କ ପାଇଁ ମଧ୍ୟ ଉଦ୍ଦିଷ୍ଟ ନ ହେଉ। ତୁମର ନିର୍ଝର ଆଶିଷ ପ୍ରାପ୍ତ ହେଉ ଓ ତୁମ ଯୌବନ କାଳର ପତ୍ନୀ ସମ୍ବନ୍ଧରେ ଆନନ୍ଦିତ ହୁଅ। ସେ ଏକ ଲାବଣ୍ୟମୟୀ ହରିଣୀ ତଥା ସୌନ୍ଦର୍ଯ୍ୟବତୀ ମୃଗୁଣୀ ଅଟେ। ତାର ପ୍ରେମ ତୁମକୁ ସର୍ବଦା ଆନନ୍ଦରେ ଭରିଦେଉ। ତାର ପ୍ରେମ ତୁମକୁ ସର୍ବଦା ପ୍ରେମମତ୍ତ କରୁ। ମୋର ବତ୍ସ, ଦୁଶ୍ଚରିତ୍ରା ନାରୀର ପ୍ରେମ ଦ୍ୱାରା ତୁମେ କାହିଁକି ପ୍ରେମତ୍ତ ହେବ ଓ ଦୁଃସାହସିକ କର୍ମକାରିଣୀର ବକ୍ଷକୁ ଆଲିଙ୍ଗନ କରିବ? କାରଣ ପ୍ରଭୁ ମନୁଷ୍ୟର ସମସ୍ତ କାର୍ଯ୍ୟକଳାପକୁ ନିରୀକ୍ଷଣ କରନ୍ତି। ସେ ତାର ପଥ ସକଳ ଉପରେ ଦୃଷ୍ଟିପାତ କରନ୍ତି। ଦୁଷ୍ଟ ବ୍ୟକ୍ତିର ଅପରାଧ ସମୂହ ତାକୁ ଫାଶାନୁବଦ୍ଧ କରେ। ସେ ନିଜ ପାପର ଜାଲରେ ଆବଦ୍ଧ ହୁଏ। ଅନୁଶାସନ ପ୍ରାପ୍ତ ହୋଇ ନ ଥିବା ହେତୁ ସେ ମୃତ୍ୟୁ ହୁଏ। ନିଜର ଅସୀମ ମୂଢ଼ତା ଯୋଗୁଁ ସେ ବିନଷ୍ଟ ହୁଏ।